ହରିଓମ୍ ପିଲାମାନେ, ହରିଓମ୍ ହରିଓମ୍। ଆଜିର ଏହି ଭିଡ଼ିଓକୁ ସମସ୍ତ ସଂସ୍କୃତ ପ୍ରେମୀ, ସଂସ୍କୃତ ଛାତ୍ର ଏବଂ ସଂସ୍କୃତରେ କିଛି କିଛି ଜାଣିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ବହୁତ ବହୁତ ସ୍ୱାଗତ। ତ ଆଜି ଆମେ ଧର୍ମରାଜ ଯୁଧିଷ୍ଠିରଙ୍କ ବିଷୟରେ ଜାଣିବାକୁ ପାଇବା। ସେ କ'ଣ କ'ଣ କରିଛନ୍ତି ଏବଂ କ'ଣ କ'ଣ ତାଙ୍କ ଦ୍ୱାରା କରାଯାଇଛି, କ'ଣ କରାଯାଇଛି ଏବଂ ସେ ଜଣେ ଉତ୍ତମ ବ୍ୟକ୍ତି କି ନାହିଁ ତା ବିଷୟରେ ଜାଣିବା ହେଲା। ତ ଧର୍ମରାଜ ଯୁଧିଷ୍ଠିର ପାଣ୍ଡବମାନଙ୍କ ମଧ୍ୟରୁ ଜ୍ୟେଷ୍ଠ ପାଣ୍ଡବ ଅଟନ୍ତି। ସେ ମହାଭାରତରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର। ସେ ଧର୍ମପୁତ୍ର ଭାବରେ ବେଶ ପରିଚିତ ଏବଂ ସେ ତାଙ୍କ ମାତା କୁନ୍ତୀଙ୍କର ଜ୍ୟେଷ୍ଠ ପୁତ୍ର ଅଟନ୍ତି। ସେ ସତ୍ୟବାଦିତା, ଧର୍ମ ପାଳନ ଓ ନ୍ୟାୟ ପ୍ରତିଷ୍ଠାରେ ପ୍ରସିଦ୍ଧ। ତାଙ୍କ ଦ୍ୱାରା କୁହାଯାଇଥିବା ବେଶ ପରିଚିତ ବାଣୀ ଯାହାକି ଯତୋ ଧର୍ମଃ ତତୋ ଜୟଃ, ଅର୍ଥାତ୍ ଯେଉଁଠି ଧର୍ମ ରହେ ସେଇଠି ଜୟ ରହେ। ଯୁଧିଷ୍ଠିରଙ୍କୁ ଅଜାତଶତ୍ରୁ ବୋଲି କୁହାଯାଏ, ଅର୍ଥାତ୍ ଯାହାର କେହି ଶତ୍ରୁ ନାହାନ୍ତି ସେ ହିଁ ଅଜାତଶତ୍ରୁ ହେଲା। ପିଲାମାନେ ଆଜି ପାଇଁ ତ ଏତିକି, ବାକି ଆସନ୍ତା ଭିଡ଼ିଓରେ ଦେଖା ହେବା ହେଲା। ଧନ୍ୟବାଦ।